ରାଶିର ବ୍ୟକ୍ତିମାନେ। ନମସ୍କାର ମୋର ପ୍ରିୟ ବନ୍ଧୁଗଣ, ହର ହର ମହାଦେବ, ଜୟ ବାଲାଜୀ ମହାରାଜ। ଆଜି ତୁମକୁ ଉପସ୍ଥାପିତ ହେଉଥିବା ବାର୍ତ୍ତାକୁ କେବଳ ଶବ୍ଦ ଭାବରେ ଗ୍ରହଣ କର ନାହିଁ ଏବଂ ଆଗକୁ ବଢ଼। ଆଗାମୀ 3 ଦିନ ଏପରି ସଂକେତ ରଖିପାରେ ଯାହା ତୁମେ କେବେ କଳ୍ପନା କରିନଥିଲେ। କେତେବେଳେ ଜୀବନ ଆମକୁ ତାର ସବୁଠାରୁ ବଡ଼ ମୋଡ଼ ଦେଇଥାଏ ଯେତେବେଳେ ଆମେ ଭିତରେ କ୍ଳାନ୍ତ ହୋଇଯାଉ, ଯେତେବେଳେ ଆମେ ଅନୁଭବ କରୁ ଯେ କିଛି ପରିବର୍ତ୍ତନ ହେବ ନାହିଁ, ଯେତେବେଳେ ପ୍ରିୟଜନଙ୍କ କଥା ବିକଳ ହେବା ଆରମ୍ଭ କରେ, ଯେତେବେଳେ କାମ ମଝିରେ ଅଟକିଯାଏ ଏବଂ ମନ ବାରମ୍ବାର ପଚାରେ ମୋ ସହିତ ଏପରି କାହିଁକି ଘଟୁଛି। ଯଦି ତୁମେ ଗତ କିଛି ଦିନ ଧରି ଅସ୍ଥିରତା, ଏକ ଅଜଣା ଚାପ, ଭବିଷ୍ୟତ ବିଷୟରେ ଚିନ୍ତା କିମ୍ବା ହଠାତ୍ ଏକ ଛୋଟ ଆଶାର ଜ୍ୱାଳା ଅନୁଭବ କରୁଛ, ତେବେ ଶେଷ ପର୍ଯ୍ୟନ୍ତ ଏହି ବାର୍ତ୍ତାକୁ ନୀରବରେ ଶୁଣ। ବନ୍ଧୁଗଣ, ଜୀବନର ସବୁଠାରୁ ବଡ଼ ଆଶ୍ଚର୍ଯ୍ୟ ସବୁବେଳେ ଏକ ଧମାକା ସହିତ ଆସେ ନାହିଁ। କେତେବେଳେ ଏଗୁଡ଼ିକ ଫୋନ୍ କଲ୍ ଆକାରରେ ଆସେ, କେତେବେଳେ ଏଗୁଡ଼ିକ ପୁରୁଣା ବନ୍ଧୁଙ୍କ ବାର୍ତ୍ତା ଆକାରରେ ଆସେ, କେତେବେଳେ ଏଗୁଡ଼ିକ ଏକ ଅଟକି ରହିଥିବା ପ୍ରକଳ୍ପର ଖବର ଆସେ, କେତେବେଳେ ପରିବାରର ସଦସ୍ୟଙ୍କ ଆଚରଣରେ ଏକ ଛୋଟ ପରିବର୍ତ୍ତନ ବହୁତ ଆନନ୍ଦ ଆଣିପାରେ। ଆଗାମୀ 3 ଦିନରେ ଆପଣ ଏକ ଏପରି ମୋଡ଼ ଅନୁଭବ କରିପାରନ୍ତି ଯାହା ପ୍ରଥମେ ସାଧାରଣ ମନେ ହୁଏ, କିନ୍ତୁ ପରେ ଆପଣଙ୍କ ପାଇଁ ଏକ ନୂତନ ଦିଗ ଖୋଲିପାରେ। ତେଣୁ ଭୟଭୀତ ହୁଅନ୍ତୁ ନାହିଁ, ଶୀଘ୍ର ହୁଅନ୍ତୁ ନାହିଁ ଏବଂ କୌଣସି ସୁଯୋଗକୁ ହାଲୁକା ଭାବରେ ନିଅନ୍ତୁ ନାହିଁ। ହଁ ବନ୍ଧୁଗଣ, ଆଜିର ବାର୍ତ୍ତା ସେମାନଙ୍କ ପାଇଁ ଯେଉଁମାନେ ଦୀର୍ଘ ସମୟ ଧରି ଗଭୀର ଯନ୍ତ୍ରଣାକୁ ପୋତି ରଖିଛନ୍ତି, ଯେଉଁମାନେ ଅନ୍ୟମାନଙ୍କ ସମ୍ମୁଖରେ ହସି ହସି ଭିତରର ଭାଙ୍ଗି ପଡ଼ିଛନ୍ତି, ଯେଉଁମାନେ କଠିନ ପରିଶ୍ରମ କରିଛନ୍ତି କିନ୍ତୁ ସେମାନେ ଆଶା କରିଥିବା ଫଳାଫଳ ପାଇନାହାନ୍ତି, ଯେଉଁମାନେ ନିଜ ପ୍ରିୟଜନଙ୍କ ପାଇଁ ନିଜକୁ ପଛରେ ପକାଇ ଦେଇଛନ୍ତି ଏବଂ ପ୍ରତିବଦଳରେ କେବଳ ନିରାଶା ପାଇଛନ୍ତି। ଯେପରି ଆପଣ ମହାଦେବଙ୍କୁ ମନେ ପକାନ୍ତି, ମନେ ରଖନ୍ତୁ ଯେ ପ୍ରତ୍ୟେକ ବନ୍ଦ ଦ୍ୱାର ଶେଷ ନୁହେଁ। କିଛି ଦ୍ୱାର ଆପଣଙ୍କୁ ଭୁଲ ରାସ୍ତାରେ ଯିବାରୁ ରୋକିବା ପାଇଁ ନିକଟତର, ଏବଂ ଯେତେବେଳେ ସଠିକ୍ ସମୟ ଆସେ ସେହି ପଥ ଖୋଲିଯାଏ ଯାହା ବିଷୟରେ ଆପଣ ଚିନ୍ତା କରିବା ବନ୍ଦ କରିଦେଇଥିଲେ। ବନ୍ଧୁଗଣ, ଆଗାମୀ 3 ଦିନ ଆପଣଙ୍କ ଧୈର୍ଯ୍ୟର ପରୀକ୍ଷା ଏବଂ ଆପଣଙ୍କ ଜ୍ଞାନର ସମୟ। କେହି ଜଣେ ଅପ୍ରତ୍ୟାଶିତ ଭାବରେ ଆପଣଙ୍କ ସହିତ ଯୋଗାଯୋଗ କରିପାରନ୍ତି। ଏକ ପୁରୁଣା କଥାବାର୍ତ୍ତା ପୁନର୍ବାର ଦେଖାଯାଇପାରେ। ଆପଣ ପ୍ରାୟ ସମାପ୍ତ ହେବାକୁ ଚିନ୍ତା କରିଥିବା ଏକ ପ୍ରକଳ୍ପ କିଛି ଗତିଶୀଳ ହୋଇପାରେ। କିନ୍ତୁ ମନେ ରଖନ୍ତୁ, ଯାହା ଚମକୁଛି ତାହା ସୁଯୋଗ ନୁହେଁ। ଆପଣ ଭାବନା ଉପରେ ଆଧାରିତ ପ୍ରମୁଖ ନିଷ୍ପତ୍ତି ନେବାରୁ ଦୂରେଇ ରହିବା ଉଚିତ। ଯଦି ଟଙ୍କା, ଚାକିରି, ବ୍ୟବସାୟ, ସହଭାଗିତା, ଜମି, ସମ୍ପତ୍ତି କିମ୍ବା ଡକ୍ୟୁମେଣ୍ଟ ସହିତ ଜଡ଼ିତ କିଛି ଆସେ, ତେବେ ଏହାକୁ ଭଲ ଭାବରେ ବୁଝନ୍ତୁ। ଡକ୍ୟୁମେଣ୍ଟଗୁଡ଼ିକୁ ପଢ଼ନ୍ତୁ, ଜଣେ ବିଶ୍ୱସ୍ତ ବ୍ୟକ୍ତିଙ୍କ ପରାମର୍ଶ ନିଅନ୍ତୁ ଏବଂ ତାପରେ ପଦକ୍ଷେପ ନିଅନ୍ତୁ। ଏହି ସତର୍କତା ଆପଣଙ୍କ ଆଗକୁ ଭଲ ସମୟ ପାଇବାର ସମ୍ଭାବନାକୁ ଆହୁରି ମଜବୁତ କରିବ। ବନ୍ଧୁଗଣ, ଅନେକ ଲୋକ କୁହନ୍ତି ଯେ ସେମାନଙ୍କ ଭାଗ୍ୟ ଶୋଇଯାଇଛି, କିନ୍ତୁ ଭାଗ୍ୟ କେବେ ସମ୍ପୂର୍ଣ୍ଣ ଶୋଇପଡ଼େ ନାହିଁ। କେତେକ ସମୟରେ ଆମର ଚିନ୍ତାଧାରା, ଆମର ଭୟ ଏବଂ ଆମର ଅତୀତର ନିରାଶା ଆମକୁ ସୁଯୋଗଗୁଡ଼ିକୁ ଚିହ୍ନିବାରୁ ବାଧା ଦିଏ। ଆଗାମୀ ଆପଣଙ୍କୁ କୌଣସି ପୁରୁଣା ବନ୍ଧୁଙ୍କଠାରୁ ଫୋନ୍ ଆସିପାରେ, ଆପଣଙ୍କୁ କିଛି ନୂଆ ସୂଚନା ମିଳିପାରେ, କାମରେ ଆପଣଙ୍କ କଠିନ ପରିଶ୍ରମ ସ୍ୱୀକୃତି ପାଇପାରେ କିମ୍ବା ଘରେ ଦୀର୍ଘ ଦିନର ଚିନ୍ତା ସମାଧାନ ପାଇପାରେ। ଏହି ମୁହୂର୍ତ୍ତକୁ କେବଳ ସଂଯୋଗ ବୋଲି ଖାରଜ କରନ୍ତୁ ନାହିଁ, ଏହାକୁ ଆପଣଙ୍କର ପ୍ରସ୍ତୁତି ଏବଂ ଆତ୍ମବିଶ୍ୱାସ ସହିତ ସଂଯୋଗ କରନ୍ତୁ। ହଁ ବନ୍ଧୁଗଣ, ଧ୍ୟାନ ଦେଇ ଶୁଣନ୍ତୁ। ଏହି ସମୟରେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଆପଣଙ୍କ ମନକୁ ଶାନ୍ତ ରଖିବା, କାରଣ ଆଶ୍ଚର୍ଯ୍ୟ କେବଳ ସେତେବେଳେ ସୁନ୍ଦର ହୋଇଥାଏ ଯେତେବେଳେ ଆମେ ସେଗୁଡ଼ିକୁ ସମ୍ଭାଳିବା ପାଇଁ ମାନସିକ ଭାବରେ ପ୍ରସ୍ତୁତ ହୋଇଥାଉ। ଆଗାମୀ 3 ଦିନ ମଧ୍ୟରେ ଆପଣଙ୍କ ଚାରିପାଖରେ ଏପରି କିଛି ଘଟିପାରେ ଯାହା ପ୍ରାରମ୍ଭରେ ଦ୍ୱନ୍ଦ୍ୱ ସୃଷ୍ଟି କରିପାରେ, କିନ୍ତୁ ପରେ ଆପଣ ସେମାନଙ୍କ ପଛରେ ଲୁଚି ରହିଥିବା ଫଳ ଦେଖିବେ। କାହାର କଥା ଆପଣଙ୍କୁ କଠୋର ଲାଗିପାରେ, ଏକ ଯୋଜନା ବିଳମ୍ବ ହୋଇପାରେ, ସମୟ ମଧ୍ୟରେ ଉତ୍ତର ନ ମିଳିପାରେ, କିନ୍ତୁ ଏହି ବିଳମ୍ବ ଆପଣଙ୍କୁ ଏକ ବଡ଼ ଭୁଲରୁ ମଧ୍ୟ ରକ୍ଷା କରିପାରେ। ତେଣୁ କ୍ରୋଧରେ କଥା ହେବାରୁ ଦୂରେଇ ରୁହନ୍ତୁ। ଘରେ ଜଣେ ମହାଦେବଙ୍କର ଏକ ସୁନ୍ଦର ବାର୍ତ୍ତା ଅଛି। ଯେଉଁମାନେ କଷ୍ଟକର ସମୟରେ ନିଜକୁ ସମ୍ଭାଳିବା ଶିଖନ୍ତି, ସେମାନଙ୍କ ପାଇଁ ପରିସ୍ଥିତି ଦିନେ ଖୋଲିଯିବ। ଅତୀତର ନିରାଶାକୁ ଆପଣଙ୍କ ଭବିଷ୍ୟତ ଉପରେ ପ୍ରଭାବ ପକାଇବାକୁ ଦିଅନ୍ତୁ ନାହିଁ। ଯଦି କେହି ଆପଣଙ୍କ ବିଶ୍ୱାସକୁ ବିଶ୍ୱାସଘାତକତା କରିଛି, ତେବେ ଏଥିରୁ ଶିଖନ୍ତୁ, କିନ୍ତୁ ଆପଣଙ୍କ ଭିତରେ ଥିବା ଭଲତାକୁ ହରାନ୍ତୁ ନାହିଁ। ଯଦି କିଛି ଅଟକି ଯାଇଛି, ତେବେ ଏହାକୁ ସଂଗଠିତ କରନ୍ତୁ। ଯଦି ଟଙ୍କା ଅଟକି ଯାଇଛି, ତେବେ ଆପଣଙ୍କ ଡକ୍ୟୁମେଣ୍ଟଗୁଡ଼ିକୁ ସମୀକ୍ଷା କରନ୍ତୁ। ଯଦି ଆପଣ କୌଣସି ଚାକିରି ବିଷୟରେ ଚିନ୍ତିତ, ତେବେ ଆପଣଙ୍କର ଜୀବନ ବୃତ୍ତାନ୍ତ, ଦକ୍ଷତା ଏବଂ ଆବେଦନକୁ ପୁନର୍ବାର ସଜାନ୍ତୁ।
ଯଦି କୌଣସି ସମ୍ପର୍କରେ ଦୂରତା ଅଛି ତେବେ ଆପଣଙ୍କ ଅହଙ୍କାରକୁ ତ୍ୟାଗ କରନ୍ତୁ ଏବଂ କଥା ହୁଅନ୍ତୁ। ଆଗାମୀ 3 ଦିନ କେବଳ ଆପଣଙ୍କ ଜୀବନରେ ପରିବର୍ତ୍ତନ ଆଣିବ ଯଦି ଆପଣ ନିଜେ ସେହି ପରିବର୍ତ୍ତନ ପାଇଁ ପ୍ରସ୍ତୁତ। ବନ୍ଧୁଗଣ, ଏକ ବଡ଼ ଆଶ୍ଚର୍ଯ୍ୟ ପ୍ରାୟତଃ 3ଟି ପର୍ଯ୍ୟାୟରେ ଆସେ। ପ୍ରଥମ ପର୍ଯ୍ୟାୟ ହେଉଛି ଏକ ସଂକେତ। ଏହି ସମୟରେ ଏକ ବାର୍ତ୍ତା, ସାକ୍ଷାତ, ସୂଚନା, ପରାମର୍ଶ କିମ୍ବା ସେଠାରେ ଆପଣଙ୍କୁ ନିଷ୍ପତ୍ତି ନେବାକୁ ପଡ଼ିବ ଯେ ଭୟ ସହିତ ବସିବେ ନା ଜ୍ଞାନ ସହିତ ଆଗକୁ ବଢ଼ିବେ। ତୃତୀୟ ପର୍ଯ୍ୟାୟ ହେଉଛି ଫଳାଫଳ। ଯେତେବେଳେ ଆପଣ ସଠିକ୍ ଦିଗରେ ଏକ ଛୋଟ ପଦକ୍ଷେପ ନିଅନ୍ତି, ସେହି ପଦକ୍ଷେପ ଧୀରେ ଧୀରେ ଆପଣଙ୍କ ପାଇଁ ଏକ ବଡ଼ ଫଳାଫଳରେ ପରିଣତ ହୁଏ। ତେଣୁ ପରବର୍ତ୍ତୀ 3 ଦିନ ପାଇଁ କୌଣସି ଗୁରୁତ୍ୱପୂର୍ଣ୍ଣ ଜିନିଷକୁ ସ୍ଥଗିତ ରଖିବାର ଅଭ୍ୟାସ କରନ୍ତୁ ନାହିଁ। ଆପଣଙ୍କ ଫୋନ୍, ମେସେଜ, ଇମେଲ, ଡକ୍ୟୁମେଣ୍ଟ ଏବଂ ଅସମ୍ପୂର୍ଣ୍ଣ କାର୍ଯ୍ୟଗୁଡ଼ିକ ପ୍ରତି ଧ୍ୟାନ ଦିଅନ୍ତୁ। ଏହା ସମ୍ଭବ ଯେ ଖୁସିର ଏକ ସଂକେତ ଏପରି କୌଣସି ସ୍ଥାନରେ ଲୁଚି ରହିଛି ଯାହା ଆପଣ ବହୁତ ଦିନ ଧରି ଦେଖି ନାହାନ୍ତି। ହଁ ବନ୍ଧୁଗଣ, ଆଜି ରାତି କିମ୍ବା କାଲି ସକାଳେ ଆପଣ ହଠାତ୍ କିଛି ପୁରୁଣା କଥା ମନେ ପକାଇ ପାରନ୍ତି। ଏକ ଅସମ୍ପୂର୍ଣ୍ଣ ଯୋଜନା, ଏକ ପୁରୁଣା ସମ୍ପର୍କ, ଏକ ଦକ୍ଷତା ଯାହାକୁ ଆପଣ ପରିତ୍ୟାଗ କରିଛନ୍ତି କିମ୍ବା ଏକ ଦାୟିତ୍ୱ ଯାହାକୁ ଆପଣ ବାରମ୍ବାର ସ୍ଥଗିତ ରଖିଛନ୍ତି। ସେହି ସ୍ମରଣକୁ ହାଲୁକା ଭାବରେ ନିଅନ୍ତୁ ନାହିଁ। ପ୍ରାୟତଃ ଆମର ମନ ଆମକୁ ଆଗକୁ ବଢ଼ିବା ପାଇଁ କ'ଣ ଆବଶ୍ୟକ ତାହା ମନେ ପକାଇ ଦିଏ। ଯଦି କିଛି ମାସ ଧରି ଅଟକି ରହି ଏକ କଲ୍ କରନ୍ତୁ, ଏକ ଆବେଦନ ପଠାନ୍ତୁ, ଏକ ତାଲିକା ପ୍ରସ୍ତୁତ କରନ୍ତୁ, ଏକ ଗୁରୁତ୍ୱପୂର୍ଣ୍ଣ ଆଲୋଚନା କରନ୍ତୁ। ଯଦିଓ ଆପଣ ତୁରନ୍ତ କୌଣସି ଚମତ୍କାର ଦେଖିପାରୁନାହାନ୍ତି, ତଥାପି ଏହି ଆରମ୍ଭ ଭବିଷ୍ୟତରେ ବହୁତ ଉପଯୋଗୀ ପ୍ରମାଣିତ ହୋଇପାରେ। ବର୍ତ୍ତମାନ ଯେଉଁମାନେ ଟଙ୍କା ବିଷୟରେ ଚିନ୍ତିତ ଅଛନ୍ତି ସେମାନଙ୍କ ପାଇଁ ଏକ ଟିପ୍ପଣୀ। ଟଙ୍କା ଆସିବା କେବଳ ହଠାତ୍ ଏକ ବଡ଼ ପରିମାଣର ଟଙ୍କା ପାଇବା ବିଷୟରେ ନୁହେଁ। କେତେକ ସମୟରେ ଏକ ଆର୍ଥିକ ଆଶ୍ଚର୍ଯ୍ୟ, ଏକ ବିଚାରାଧୀନ ଦେୟ ପାଇବା, ହ୍ରାସିତ ଖର୍ଚ୍ଚ, ଏକ ନୂତନ ଚାକିରି ପାଇବା, ଏକ ପୁରୁଣା ଋଣ ସମାଧାନ କରିବା କିମ୍ବା ଦୀର୍ଘ ସମୟ ଧରି ଆପଣଙ୍କ ବଜେଟକୁ ଅସୁବିଧାରେ ପକାଇଥିବା ଏକ ଦାୟିତ୍ୱ ସମାପ୍ତ କରିବା ଦ୍ୱାରା ଆସିଥାଏ। ଆଗାମୀ 3 ଦିନ ପାଇଁ ଆପଣଙ୍କ ଆର୍ଥିକ ବ୍ୟାପାରକୁ ସ୍ପଷ୍ଟ ଆଖିରେ ଦେଖନ୍ତୁ। ଆପଣ କାହାକୁ ଟଙ୍କା ଦେବେ, କାହାଠାରୁ ଋଣ ନିଅନ୍ତି, କେଉଁ ବିଲ୍ ଅତ୍ୟାବଶ୍ୟକ ଏବଂ କେଉଁ ଖର୍ଚ୍ଚକୁ ସ୍ଥଗିତ ରଖାଯାଇପାରିବ, ଏହି ଜିନିଷଗୁଡ଼ିକୁ ଲେଖନ୍ତୁ। ଯେତେବେଳେ ଆପଣଙ୍କ ମନ ସ୍ପଷ୍ଟ ଥାଏ, ସଠିକ୍ ନିଷ୍ପତ୍ତିଗୁଡ଼ିକ ଶୀଘ୍ର ସ୍ପଷ୍ଟ ହୋଇଯାଏ। ଯଦି ଆପଣଙ୍କ ଘରେ ତେଣୁ ଆଗାମୀ ଦିନରେ ଆପଣ କଥାବାର୍ତ୍ତା ପାଇଁ ସୁଯୋଗ ପାଇପାରନ୍ତି। କେହି ଜଣେ ନିଜର ଭୁଲ ସ୍ୱୀକାର କରିପାରନ୍ତି। ଆପଣଙ୍କୁ ନିଜର ଭାବନା ପ୍ରକାଶ କରିବାର ସୁଯୋଗ ମିଳିପାରେ। ଭୁଲ ବୁଝାମଣା ଦୂର ହୋଇପାରେ। କିନ୍ତୁ ମନେ ରଖନ୍ତୁ, ସବୁବେଳେ ଉଚ୍ଚ ସ୍ୱରରେ କଥା ହୋଇ ବିଜୟ ହାସଲ ହୁଏ ନାହିଁ। କେତେକ ସମୟରେ ଶାନ୍ତ ରହି ସଠିକ୍ ସମୟରେ କୁହାଯାଇଥିବା ଗୋଟିଏ ଶବ୍ଦ ବର୍ଷର ଦୂରତାକୁ ଲିଭାଇ ଦେଇପାରେ। ତେଣୁ ଯଦି ଆପଣ ଆପଣଙ୍କ ନିକଟତର ବ୍ୟକ୍ତିଙ୍କ ସହିତ କଥା ହେବାର ସୁଯୋଗ ପାଆନ୍ତି, ତେବେ ଅତୀତର ଅଭିଯୋଗର ସମ୍ପୂର୍ଣ୍ଣ ତାଲିକା ଖୋଲି ଦିଅନ୍ତୁ ନାହିଁ। ପ୍ରଥମେ ସମାଧାନର ଭାଷା କୁହନ୍ତୁ। ଆପଣଙ୍କର ଯନ୍ତ୍ରଣା ପ୍ରକାଶ କରନ୍ତୁ, କିନ୍ତୁ ଅନ୍ୟ ବ୍ୟକ୍ତିଙ୍କୁ ଅପମାନିତ ନ କରି ଏହା କରନ୍ତୁ। ଏହା ଆପଣଙ୍କ ସମ୍ପର୍କରେ ଏକ ନୂତନ ଆରମ୍ଭ ସୃଷ୍ଟି କରିପାରେ। ବନ୍ଧୁଗଣ, ଏହି ସମୟରେ କିଛି ଲୋକ ଆପଣଙ୍କ ଜୀବନରେ ଦ୍ୱନ୍ଦ୍ୱ ମଧ୍ୟ ବୁଣିପାରନ୍ତି। କେହି ଜଣେ ଆପଣଙ୍କୁ ଶୀଘ୍ର ନିଷ୍ପତ୍ତି ନେବାକୁ ଅନୁରୋଧ କରିବେ, କେହି ଜଣେ ଆପଣଙ୍କ ଚିନ୍ତାକୁ ବୃଦ୍ଧି କରିବେ, କେହି ଜଣେ ତୁମର ସଫଳତାକୁ ତୁଚ୍ଛ କରିବ, କେହି ଜଣେ ତୁମର ପ୍ରତ୍ୟେକ ଯୋଜନାରେ ଦୋଷ ଖୋଜିବ। ଏପରି ସମୟରେ ସେମାନେ କାହାକୁ ଶତ୍ରୁ ବୋଲି ଭାବିବେ ଏବଂ ତୁମର ମନକୁ ବିଷାକ୍ତ କରିବେ। କେହି ଜଣେ ତୁମର ଚିନ୍ତାକୁ ବୃଦ୍ଧି କରିବେ। ଧୈର୍ଯ୍ୟ ରଖନ୍ତୁ, କିନ୍ତୁ ନିଜର ସୀମା ସ୍ଥିର କରିବାକୁ ନିଶ୍ଚିତ କରନ୍ତୁ। ସମସ୍ତଙ୍କ ସହିତ ନିଜର ବ୍ୟକ୍ତିଗତ ବିବରଣୀ ବାଣ୍ଟିବା ଆବଶ୍ୟକ ନୁହେଁ। ତୁମର ଯୋଜନାଗୁଡ଼ିକ ଦୃଢ଼ ରୂପ ନେବା ପର୍ଯ୍ୟନ୍ତ ସୀମିତ ରଖ। ତୁମର ଶାନ୍ତି, ତୁମର କଠିନ ପରିଶ୍ରମ ଏବଂ ତୁମର ଗୋପନୀୟତା, ଏହି 3ଟି ଆଗାମୀ ଦିନରେ ତୁମର ସବୁଠାରୁ ବଡ଼ ଶକ୍ତି ହୋଇପାରିବ। ଏବେ ତୁମର ଜୀବନର କେଉଁ କ୍ଷେତ୍ର ସବୁଠାରୁ ସ୍ଥିର ଅଛି ସେ ବିଷୟରେ ଚିନ୍ତା କର। ଚାକିରି, ଟଙ୍କା, ପ୍ରେମ, ବିବାହ, ପରିବାର, ସ୍ୱାସ୍ଥ୍ୟ, ଘର, ଶିକ୍ଷା, ବ୍ୟବସାୟ କିମ୍ବା ଆଇନଗତ ମାମଲା ହେଉ, ତୁମର ମନରେ ଯାହା ଆସେ ତାହା ପ୍ରଥମେ ଆଗାମୀ 3 ଦିନ ପାଇଁ ତା ଉପରେ ବିଶେଷ ଧ୍ୟାନ ଦିଅ। ତୁମେ ସେଠାରେ କିଛି ଛୋଟ ପ୍ରଗତି ଦେଖିପାରିବ। ସେହି ପ୍ରଗତି ଏକ ରିପୋର୍ଟ, କଥାବାର୍ତ୍ତା, ପରାମର୍ଶ, ବାର୍ତ୍ତା ହୋଇପାରେ। ଏହା ଏକ ସଂଯୋଗ କିମ୍ବା ସୁଯୋଗ ରୂପରେ ଆସିପାରେ। ଏହାକୁ ଅଣଦେଖା କରନ୍ତୁ ନାହିଁ। ପ୍ରତ୍ୟେକ ବଡ଼ ସଫଳତା ପ୍ରଥମେ ଏକ ଛୋଟ ସଂକେତ ଭାବରେ ଆସେ ଏବଂ ଯେଉଁମାନେ ସେହି ସଂକେତକୁ ଚିହ୍ନିଛନ୍ତି ସେମାନେ ହିଁ ଭବିଷ୍ୟତରେ ସେମାନଙ୍କର ସମୟର ସଦୁପଯୋଗ କରିପାରିବେ।
ହଁ ବନ୍ଧୁଗଣ, ମହାଦେବଙ୍କୁ ମନେ ପକାନ୍ତୁ ଏବଂ ଆଜି ଏକ ଛୋଟ ସଂକଳ୍ପ ନିଅନ୍ତୁ। ଆପଣ ଭୟରେ ଏକ ଭଲ ସୁଯୋଗ ହାତଛଡ଼ା କରିବେ ନାହିଁ କିମ୍ବା ଲୋଭରେ ଭୁଲ ପଥ ବାଛିବେ ନାହିଁ। ଏହି ସନ୍ତୁଳନ ହେଉଛି ଆପଣଙ୍କର ସର୍ବୋତ୍ତମ ପ୍ରତିରକ୍ଷା। ଯଦି ଆପଣ କୌଣସି ନିବେଶ, ଲଟେରୀ, ଋଣ, ଯୋଜନା କିମ୍ବା ଅନଲାଇନ୍ ପେମେଣ୍ଟ ସମ୍ବନ୍ଧୀୟ କୌଣସି ସୂଚନା ପାଆନ୍ତି, ତେବେ ଯାଞ୍ଚ ବିନା ଏହାକୁ ବିଶ୍ୱାସ କରନ୍ତୁ ନାହିଁ। ଯଦି କେହି ଆପଣଙ୍କୁ ଟଙ୍କା ଧମକ ଦିଏ, ଶୀଘ୍ର କରିବାକୁ କୁହେ କିମ୍ବା ଗୋପନୀୟତା ନାମରେ ଆପଣଙ୍କୁ ଭ୍ରମିତ କରେ, ତେବେ ପ୍ରଥମେ ଏହାକୁ ଯାଞ୍ଚ କରିବେ। ପ୍ରଥମେ ଏହାକୁ ଯାଞ୍ଚ କରନ୍ତୁ। ଏକ ପ୍ରକୃତ ଶୁଭ ସୁଯୋଗ ଆପଣଙ୍କୁ ଚିନ୍ତା କରିବାକୁ ସମୟ ଦେବ। ପ୍ରତାରଣା ସର୍ବଦା ଶୀଘ୍ରତାକୁ ବାଧ୍ୟ କରେ। ଏହି ସତର୍କତା ଆପଣଙ୍କ କଠିନ ପରିଶ୍ରମ ଏବଂ ଆପଣଙ୍କ ଟଙ୍କା ଉଭୟକୁ ସୁରକ୍ଷା ଦେବ। ତୁମର ଯାତ୍ରା ଏପର୍ଯ୍ୟନ୍ତ ଶେଷ ହୋଇନାହିଁ। ଗତ କିଛି ଦିନର କଷ୍ଟ ତୁମକୁ ଅଧିକ ଶକ୍ତିଶାଳୀ, ଅଧିକ ସତର୍କ ଏବଂ ଜ୍ଞାନୀ କରିଥାଇପାରେ। ସେହି ଶିକ୍ଷାଗୁଡ଼ିକ ଆଗାମୀ 3 ଦିନରେ ଉପଯୋଗୀ ପ୍ରମାଣିତ ହୋଇପାରେ। ଏବେ ଏକ ଆଧ୍ୟାତ୍ମିକ ଅଭ୍ୟାସ ଶୁଣ, ଯାହା ତୁମର ମନକୁ ସ୍ଥିର କରିବା ଏବଂ ଘରେ ସକାରାତ୍ମକତା ବଜାୟ ରଖିବା ପାଇଁ ଅଭ୍ୟାସ କରାଯାଇପାରିବ। ସନ୍ଧ୍ୟାରେ ସ୍ନାନ କରିବା କିମ୍ବା ହାତ ଏବଂ ମୁହଁ ଧୋଇବା ପରେ ତୁମର ପୂଜା ସ୍ଥାନରେ ଏକ ଦୀପ ଜାଳ। ଯଦି ସମ୍ଭବ, ସୋରିଷ କିମ୍ବା ତିଳ ତେଲ ସହିତ ଏକ ଦୀପ ବ୍ୟବହାର କର। ଯଦି ନୁହେଁ, ତେବେ ସାଦା ଘିଅ କିମ୍ବା ତେଲ ସହିତ ଏକ ଦୀପ ଯଥେଷ୍ଟ ହେବ। ଦୀପ ଜାଳିବା ସମୟରେ ତୁମର ମନକୁ ଭୟ, ପ୍ରତିଶୋଧ କିମ୍ବା ଲୋଭ ମୁକ୍ତ ରଖ। କେବଳ ଶାନ୍ତ ଭାବରେ କୁହ, ହେ ହେ ମହାଦେବ, ମୋତେ ସଠିକ୍ ନିଷ୍ପତ୍ତି, ଧୈର୍ଯ୍ୟ ଏବଂ ସତ୍ୟର ପଥ ଦିଅ। ତାପରେ କିଛି ମୁହୂର୍ତ୍ତ ପାଇଁ ତୁମର ଆଖି ବନ୍ଦ କର ଏବଂ ତୁମର ସବୁଠାରୁ ବଡ଼ ଚିନ୍ତା ମହାଦେବଙ୍କୁ ସମର୍ପଣ କର। ଏହି ଅଭ୍ୟାସ କର। ଏହି ଅଭ୍ୟାସ କୌଣସି ଚମତ୍କାରର ଗ୍ୟାରେଣ୍ଟି ଦିଏ ନାହିଁ। ତୁମର ଯାତ୍ରା ଏପର୍ଯ୍ୟନ୍ତ ଶେଷ ହୋଇନାହିଁ। ଗତ କିଛି ଦିନର କଷ୍ଟ ତୁମକୁ ଅଧିକ ଶକ୍ତିଶାଳୀ, ଅଧିକ ସତର୍କ ଏବଂ ଜ୍ଞାନୀ କରିଥାଇପାରେ। ସେହି ଶିକ୍ଷାଗୁଡ଼ିକ ଆଗାମୀ 3 ଦିନରେ ଉପଯୋଗୀ ପ୍ରମାଣିତ ହୋଇପାରେ। ଏବେ ଏକ ଆଧ୍ୟାତ୍ମିକ ଅଭ୍ୟାସ ଶୁଣ, ଯାହା ତୁମର ମନକୁ ସ୍ଥିର କରିବା ଏବଂ ଘରେ ସକାରାତ୍ମକତା ବଜାୟ ରଖିବା ପାଇଁ ଅଭ୍ୟାସ କରାଯାଇପାରିବ। ସନ୍ଧ୍ୟାରେ ସ୍ନାନ କରିବା କିମ୍ବା ହାତ ଏବଂ ମୁହଁ ଧୋଇବା ପରେ ତୁମର ପୂଜା ସ୍ଥାନରେ ଏକ ଦୀପ ଜାଳ। ଯଦି ସମ୍ଭବ, ସୋରିଷ କିମ୍ବା ତିଳ ତେଲ ସହିତ ଏକ ଦୀପ ବ୍ୟବହାର କର। ଯଦି ନୁହେଁ, ତେବେ ସାଦା ଘିଅ କିମ୍ବା ତେଲ ସହିତ ଏକ ଦୀପ ଯଥେଷ୍ଟ ହେବ। ଜାଳିବା ସମୟରେ ତୁମର ମନକୁ ଭୟ, ପ୍ରତିଶୋଧ କିମ୍ବା ଲୋଭ ମୁକ୍ତ ରଖ। କେବଳ ଶାନ୍ତ ଭାବରେ କୁହ, ହେ ହେ ମହାଦେବ, ମୋତେ ସଠିକ୍ ନିଷ୍ପତ୍ତି, ଧୈର୍ଯ୍ୟ ଏବଂ ସତ୍ୟର ପଥ ଦିଅ। ତାପରେ କିଛି ମୁହୂର୍ତ୍ତ ପାଇଁ ତୁମର ଆଖି ବନ୍ଦ କର ଏବଂ ତୁମର ସବୁଠାରୁ ବଡ଼ ଚିନ୍ତା ମହାଦେବଙ୍କୁ ସମର୍ପଣ କର। ଏହି ଅଭ୍ୟାସ କୌଣସି ଚମତ୍କାରର ଗ୍ୟାରେଣ୍ଟି ଦିଏ ନାହିଁ, ବରଂ ଏହା ଆପଣଙ୍କ ମନକୁ ଶାନ୍ତ କରିବାର ଏକ ମାଧ୍ୟମ, ଯାହାଦ୍ୱାରା ଆପଣ ଆଗାମୀ ସୁଯୋଗଗୁଡ଼ିକୁ ବୁଦ୍ଧିମାନ ଭାବରେ ଚିହ୍ନି ପାରିବେ। ଏହାପରେ ଆପଣଙ୍କ ଘରର ଉତ୍ତର ପୂର୍ବ କୋଣକୁ ସଫା ରଖନ୍ତୁ। ଅଳିଆ, ଭଙ୍ଗା ପାତ୍ର, ମଇଳା ପୋଷାକ କିମ୍ବା ଅନାବଶ୍ୟକ ଅବ୍ୟବସ୍ଥିତ ଜିନିଷ ସେଠାରେ ରହିବାକୁ ଦିଅନ୍ତୁ ନାହିଁ। ଏହା କେବଳ ଧାର୍ମିକ ଦୃଷ୍ଟିକୋଣରୁ ନୁହେଁ, ବରଂ ମାନସିକ ଦୃଷ୍ଟିକୋଣରୁ ମଧ୍ୟ ଲାଭଦାୟକ। ଏକ ସଫା ଏବଂ ସଂଗଠିତ ସ୍ଥାନ ମନରେ ହାଲୁକାପନ ଆଣିଥାଏ। ପରବର୍ତ୍ତୀ 3 ଦିନ ପାଇଁ ସକାଳେ ଉଠି କିଛି ମୁହୂର୍ତ୍ତ ପାଇଁ ସେହି ଦିଗରେ ଠିଆ ହୁଅନ୍ତୁ। ଗଭୀର ନିଶ୍ୱାସ ନିଅନ୍ତୁ ଏବଂ ମାନସିକ ଭାବରେ ଆପଣଙ୍କ ଦିନ ପାଇଁ 3ଟି ପ୍ରାଥମିକତା ସ୍ଥିର କରନ୍ତୁ। ପ୍ରଥମ, କେଉଁ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ସମାପ୍ତ ହେବା ଉଚିତ। ଦ୍ୱିତୀୟ, ମୁଁ କେଉଁ ବ୍ୟକ୍ତିଙ୍କ ସହିତ ଶାନ୍ତିରେ କଥା ହେବା ଉଚିତ। ତୃତୀୟ, ମୁଁ କେଉଁ ଖର୍ଚ୍ଚ କିମ୍ବା ବିପଦକୁ ସତର୍କତାର ସହିତ ନେବା ଉଚିତ। ଏହି ଛୋଟ ପ୍ରକ୍ରିୟା ଆପଣଙ୍କ ଦିନକୁ ଦିଗଦର୍ଶନ ଦେଇପାରେ। ଏବେ ଶୁଣନ୍ତୁ, ବଡ଼ ଆଶ୍ଚର୍ଯ୍ୟ କେବଳ ବାହାରୁ ଆସିନଥାଏ। କେତେକ ସମୟରେ ଭିତରୁ ନୂତନ ସାହସ ଜାଗ୍ରତ ହୁଏ। ତୁମେ ହଠାତ୍ ଆଉ ଭୟରେ ବସିବାକୁ ନିଷ୍ପତ୍ତି ନେବ ନାହିଁ। ତୁମେ ଅତୀତର ଅପମାନକୁ ତୁମ ଉପରେ ଶାସନ କରିବାକୁ ଦେବ ନାହିଁ। ତୁମେ ତୁମର ସ୍ୱାସ୍ଥ୍ୟକୁ ଅଣଦେଖା କରିବ ନାହିଁ। ତୁମେ ନୂତନ ଆରମ୍ଭ କରିବାକୁ ପଛାଇବ ନାହିଁ। ତୁମେ ତୁମର କାମକୁ ଗମ୍ଭୀରତାର ସହିତ ନେବ। ଏହା ହେଉଛି ସେହି ମୁହୂର୍ତ୍ତ ଯେତେବେଳେ ପ୍ରକୃତ ବିସ୍ଫୋରଣ ଘଟେ। କାରଣ ଯେତେବେଳେ ଜଣେ ବ୍ୟକ୍ତି ନିଜକୁ ପରିବର୍ତ୍ତନ କରିବାକୁ ନିଷ୍ପତ୍ତି ନିଏ, ସେତେବେଳେ ଦୁନିଆ ଧୀରେ ଧୀରେ ତାଙ୍କ ପାଇଁ ପରିବର୍ତ୍ତନ ହେବା ଆରମ୍ଭ କରେ। ଯଦି ତୁମେ ଶୋଇବାରେ ଅସୁବିଧା, ଅସ୍ଥିର ମନ, ଦ୍ରୁତ ହୃଦସ୍ପନ୍ଦନ କିମ୍ବା ବର୍ତ୍ତମାନ ବୃଦ୍ଧି ପାଉଥିବା ଚିନ୍ତା ଅନୁଭବ କରୁଛ, ତେବେ ଏହାକୁ ଅଣଦେଖା କର ନାହିଁ। ଏହା କେବଳ ଏକ ଆଧ୍ୟାତ୍ମିକ ସଂକେତ ବୋଲି ଭାବି ପ୍ରଚୁର ବିଶ୍ରାମ ନିଅ, ପାଣି ପିଅ ଏବଂ ନିୟମିତ ଖାଅ। ତୁମେ ବିଶ୍ୱାସ କରୁଥିବା ବ୍ୟକ୍ତିଙ୍କ ସହିତ କଥା ହୁଅ
ଏବଂ ଆବଶ୍ୟକ ହେଲେ ଜଣେ ଡାକ୍ତର କିମ୍ବା ମାନସିକ ସ୍ୱାସ୍ଥ୍ୟ ବୃତ୍ତିଗତଙ୍କ ସାହାଯ୍ୟ ନିଅ। ଜଣେ ଶକ୍ତିଶାଳୀ ବ୍ୟକ୍ତି ହେଉଛନ୍ତି ଯିଏ ସମୟ ମଧ୍ୟରେ ସାହାଯ୍ୟ ପାଇବାକୁ ଜାଣେ। ଆଗାମୀ 3 ଦିନ ମଧ୍ୟରେ ଆପଣଙ୍କ ମନ ଏବଂ ଶରୀରର ଯତ୍ନ ନେବା ଆପଣଙ୍କ ଭାଗ୍ୟ ଏବଂ ସୁଯୋଗ ପ୍ରତି ଧ୍ୟାନ ଦେବା ପରି ଗୁରୁତ୍ୱପୂର୍ଣ୍ଣ। ବନ୍ଧୁଗଣ, ଏହି ସମୟ ଆପଣଙ୍କ ପାଇଁ ଏକ ନୂତନ ଆରମ୍ଭର ବାର୍ତ୍ତା ହୋଇପାରେ। ଛୋଟ ଛୋଟ ଖୁସି ଖବରକୁ ମଧ୍ୟ ହେୟ ମନେ କରନ୍ତୁ ନାହିଁ। ଏକ କଲ୍, ଏକ ବାର୍ତ୍ତା, ଏକ ପ୍ରସ୍ତାବ, ଏକ ବୈଠକ, ଏକ ମିଳନ, ଯେକୌଣସି ନୂତନ ସୂଚନା, ଏସବୁ ଆପଣଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ଦ୍ୱାର ଖୋଲିପାରେ। କିନ୍ତୁ ମନେ ରଖନ୍ତୁ ଯେ ପ୍ରକୃତ ସଫଳତା ଧୀରେ ଧୀରେ ନିର୍ମିତ ହୁଏ। ଆପଣଙ୍କ କାମ, ସମ୍ପର୍କ ଏବଂ ଆର୍ଥିକ କ୍ଷେତ୍ରରେ ଦାୟିତ୍ୱ ବଜାୟ ରଖନ୍ତୁ। ଭାବପ୍ରବଣ ଖର୍ଚ୍ଚରେ ଲିପ୍ତ ହୁଅନ୍ତୁ ନାହିଁ। ଯୁକ୍ତିତର୍କରେ ପଡ଼ନ୍ତୁ ନାହିଁ ଏବଂ ଆପଣଙ୍କ କଠିନ ପରିଶ୍ରମ ପଥରେ ପ୍ରତିଦିନ ଗୋଟିଏ ଛୋଟ ପଦକ୍ଷେପ ନିଅନ୍ତୁ। ଏବେ ନିଜକୁ ଏହି ପ୍ରଶ୍ନ ପଚାରନ୍ତୁ, ଯଦି ଆଗାମୀ 3 ଦିନ ମଧ୍ୟରେ ଏକ ଭଲ ସୁଯୋଗ ଆସିଥାଏ ତେବେ ମୁଁ କ'ଣ ଏଥିପାଇଁ ପ୍ରସ୍ତୁତ? ଯଦି ଉତ୍ତର ନା ହୁଏ ତେବେ ଏବେ ପ୍ରସ୍ତୁତି ଆରମ୍ଭ କରନ୍ତୁ। ଆପଣଙ୍କର ଆବଶ୍ୟକୀୟ କାଗଜପତ୍ର ସଂଗଠିତ କରନ୍ତୁ। ଆପଣଙ୍କ ଫୋନରେ ପଡ଼ି ରହିଥିବା ମେସେଜଗୁଡ଼ିକର ଉତ୍ତର ଦିଅନ୍ତୁ। ଆପଣ ଯେଉଁ କାମଗୁଡ଼ିକୁ ସ୍ଥଗିତ ରଖିଛନ୍ତି ତାହାର ଏକ ତାଲିକା ପ୍ରସ୍ତୁତ କରନ୍ତୁ। ଆପଣଙ୍କ ହିସାବ ଏବଂ ଖର୍ଚ୍ଚର ସମୀକ୍ଷା କରନ୍ତୁ। ସମ୍ମାନର ସହିତ ଜଣେ ପୁରୁଣା ପରିଚିତଙ୍କ ସହିତ ଯୋଗାଯୋଗ କରନ୍ତୁ। ଏପରି କୌଶଳ ଅଭ୍ୟାସ କରନ୍ତୁ ଯାହା ଆପଣଙ୍କୁ ଆଗକୁ ନେଇପାରିବ। ଯେତେବେଳେ ସୁଯୋଗ ଆସେ, ପ୍ରସ୍ତୁତି ହିଁ ଆପଣଙ୍କୁ ପୃଥକ୍ କରେ। ହଁ ବନ୍ଧୁଗଣ, ମହାଦେବଙ୍କ ଭକ୍ତମାନେ କେବେ ବିଶ୍ୱାସ କରନ୍ତି ନାହିଁ ଯେ ଅନ୍ଧାର ସର୍ବଦା ରହିବ। ସେମାନେ ବିଶ୍ୱାସ କରନ୍ତି ଯେ ଅନ୍ଧାରରେ ମଧ୍ୟ ଏକ ଦୀପ ଜଳିପାରିବ। ଯଦି ଆପଣ ବର୍ତ୍ତମାନ ଆପଣଙ୍କ ଜୀବନରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି, ତେବେ ଏହାକୁ ପରମ ସତ୍ୟ ଭାବରେ ଗ୍ରହଣ କରନ୍ତୁ ନାହିଁ। ଏହା କେବଳ ଏକ ପର୍ଯ୍ୟାୟ। ଆଗାମୀ 3 ଦିନ ଆପଣଙ୍କୁ ଦେଖାଇପାରେ ଯେ ପରିସ୍ଥିତି କେତେ ଶୀଘ୍ର ପରିବର୍ତ୍ତନ ହୋଇପାରେ। ଯଦି ଆପଣ ନିଜକୁ ଭାଙ୍ଗିବାକୁ ନ ଦିଅନ୍ତି, ଆପଣଙ୍କ କାମ ପରିତ୍ୟାଗ କରନ୍ତୁ ନାହିଁ ଏବଂ ଆପଣଙ୍କ ବୁଦ୍ଧିକୁ ସତର୍କ ରଖନ୍ତୁ। ଆଜିଠାରୁ ପରବର୍ତ୍ତୀ 3 ଦିନ ପାଇଁ ଗୋଟିଏ ନିୟମ ଗ୍ରହଣ କରନ୍ତୁ। ସକାଳେ ଉଠି କୁମ୍ଭ ରାଶି